ନଣନ୍ଦେଇ ଏବଂ ତାଙ୍କ ହଜବେଣ୍ଡ ନନ୍ଦେଇଙ୍କ ହଜବେଣ୍ଡ ଆଜ୍ଞା। କୁଆଡେ ମାନେ ଆକୁଷଙ୍କ ଘରକୁ ଯାଇଥିଲେ, ଏଇଟା କେତେ ଦୂର ସତ ନା ମିଛ? କିଏ ଯାଇଥିଲା? ଆ 3 ଦିନ କିଏ ରହିଥିଲା? ଓ ମଉସା, ମଉସା ମ ତାଙ୍କ ମୁଦଲା ଘରୁ କିଏ ଯାଇଥିଲା? ସେ ଗାଁ ଲୋକଙ୍କର ବି ଫୋନ ନମ୍ବର ବି ଆମେ ଆଣିଛୁ। ଦରକାର ପଡ଼ିଲେ ତାଙ୍କୁ ବି ଆଣିକି ଆମେ ଛିଡ଼ା କରେଇବୁ। ତାଙ୍କ ଘରକୁ ଏଇ ଯେଉଁ ସୌମ୍ୟ କେସ୍ରେ ଯେମିତି ସେ ଯେଉଁ ଏଡିଜର ମେନ୍ ମାନେ କର୍ପୋଟଦାର ଏ କେସ୍ରେ ଏଇ ଯେଉଁ ରାହୁଲର ୟୁଟ୍ୟୁବର କେସ୍ରେ ସେ ମଉସା ହେଉଛନ୍ତି ଏଡିଜେ ପ୍ଲସ୍ ମଉସା, ସେମ୍ କ୍ୟାଟେଗୋରୀ। ରାହୁଲଙ୍କ ହ୍ୱାଟ୍ସଆପକୁ, ରାହୁଲଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ହ୍ୱାଟ୍ସଆପକୁ ଅନଇନଷ୍ଟଲ କରିଦେଇଥିଲେ। ନାଇଁ ସେଇଟା ବଢ଼ିଆ କଥାଟା ପଚାରିଲେ। ହଁ ହଁ ହଁ, ବଢ଼ିଆ ବଢ଼ିଆ। ଏତେ ଦିନ ହେଲା ଏଇ କଥାଟା କେହି ପଚାରି ନଥିଲେ। ଯାହା ହଉ ଆପଣଙ୍କୁ ମୋର ଧନ୍ୟବାଦ ଆଉ କୃତଜ୍ଞତା ପ୍ରକାଶ କରୁଛି ଆପଣମାନଙ୍କ ପାଖରେ। ଯାହା ହଉ ଭଲ କଥାଟା ପଚାରିଲେ। ଏଇ ଯେଉଁ 6 ନମ୍ବର ମେଡ଼ିକାଲରେ ସେଠୁ ମୋବାଇଲଟା କିଏ ନେଲା? ହ୍ୱାଟ୍ସଆପ୍ଟା କିଏ ଡିଲିଟ୍ କଲା? ହ୍ୱାଟ୍ସଆପ୍ଟାକୁ ଟୋଟାଲ୍ କିଏ ଡିଲିଟ୍ କରିଥିଲା? ଇଏ ପୋଲିସ କ'ଣ କଲା? ମୁଁ ଗୋଟେ ଭଲ ଆଶା ନେଇକରି ଯାଇଥିଲି। ମୁଁ ପୋଲିସ ବାଲାଙ୍କର ଉପରେ ଜମା ବିଶ୍ୱାସ ନଥାଏ। ମୋ ପାଖରେ ଆଜ୍ଞା 10-15 ଜଣ ପୋଲିସ ବାଲା ଟ୍ରାପ୍ କେସ୍ରେ ପଡ଼ିକି ଅଛନ୍ତି। ମଉସା ଏ ଯେଉଁ ପୋଲିସ ବାଲା ନୁହଁ, ବହୁତ ଟ୍ରାପ୍ 7 ଅଫ୍ ଦି ଟ୍ରାପ୍ କେସ୍ର ଦଫା କ'ଣ? ଟ୍ରାପ୍ କେସ୍ର ଦଫା କ'ଣ ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟର ଦଫାଟା ଟିକେ ଜାଣି ଦେଇଥାନ୍ତୁ। ଅଣ୍ଡର ସେକ୍ସନ୍ 13(2) ରେଡ୍ ୱିଥ୍ 13(1)(d) 7 ଅଫ୍ ଦି PC ଆକ୍ଟ। ମନେ ଅଛି? ତମର ପିଲା ଆସିକରି ମୋତେ ସୋସିଆଲ ମିଡ଼ିଆରେ ଧୋଇବ। ସୋସିଆଲ ମିଡ଼ିଆରେ ଧୋଇବା ପୂର୍ବରୁ ନିଜ ପରିଧି, ନିଜର ଆଚରଣ ଉଚ୍ଚାରଣ ସଠିକ୍ ଭାବରେ ଚାଲନ୍ତୁ। ଯେଉଁ ହ୍ୱାଟ୍ସଆପ୍ ଅନଇନଷ୍ଟଲ କରିବା କଥାଟା, ଏଇଟା ତାଙ୍କ ନଣନ୍ଦେଇ କରିଥିଲେ ନା ଆଉ କିଏ କରିଥିଲେ? ନାଇଁ, ଏଇଟା ତାଙ୍କର ଘର ଲୋକ। ଏଇଟା ଯେହେତୁ ଘର ଭିତର କଥା, ମୋତେ ଯେତିକି ମୁଁ ଜାଣିଛି ସାର୍, ତାର ମୋବାଇଲଟା, ଭାଇର ମୋବାଇଲଟା ଭାଉଜ ଅଲରେଡ଼ି ନେଇଯାଇଛି। ଆଉ ସେ କହିଲା ଯେ ଯେହେତୁ ମୋ ସ୍ୱାମୀଙ୍କର ମୋବାଇଲ ମୋ ପାଖରେ ରହିବ ଏବଂ ମୋବାଇଲ ଏପର୍ଯ୍ୟନ୍ତ ବି ଦେଇନାହାନ୍ତି। ଆଉ ତାପରେ ପୋଲିସ ତାଙ୍କଠୁ ବୋଧେ କ'ଣ ନେଇଥିଲା ମୋବାଇଲଟାକୁ। ଆଉ ତାପରେ କିନ୍ତୁ ସେତିକିବେଳେ ନେବା ଭିତରେ ସାର୍ ମୁଁ ଦେଖିଛି ସେ ତାଙ୍କ ଭାଇନା କିଏ ଆସିଥିଲେ, ତାକୁ ଦେଲେ ଫୋନ୍ଟାକୁ। ତାପରେ ହ୍ୱାଟ୍ସଆପ୍ରେ ବହୁତ କିଛି ତାଙ୍କର କନଭରସେସନ୍ ଥିଲା। ଆଉ ହ୍ୱାଟ୍ସଆପ୍ରେ ସେଗୁଡ଼ା ସବୁ ଯାକ ଆଜ୍ଞା ହ୍ୱାଟ୍ସଆପ୍ଟାକୁ ଟୋଟାଲ୍ ଡିଲିଟ୍ କରିଦେଇଛନ୍ତି। ଆଚ୍ଛା, ସେ ମୁଦାଲାଙ୍କ ଘରକୁ 3 ଦିନ କିଏ ଯାଇଥିଲା? ମଉସା ଇଜ୍ ଦି ମେନ୍ କନ୍ସପାଇରେଟର ଆଣ୍ଡ ଅଣ୍ଡର ସେକ୍ସନ୍ କେତେ କନ୍ସପାଇରେସି 61 BNS ରେ ଏ ମଉସା ହେଉଛନ୍ତି, ମଉସା ଯେମିତି ସେ ରେଲୱେର ADG ସେମିତି। ଏ ଦୁଇଟାକ ହେଉଛନ୍ତି ଖଳନାୟକ। ଆଉ ଏ ଦୁଇଟାଙ୍କର କଥାରେ ମର୍ଡର ହେଇଛି। ଆଉ ଏ ଯେଉଁ 15 ଦିନ ତଳୁ 20 ଦିନ ତଳୁ ଏ ଘଟଣା ଅଲରେଡ଼ି ଘଟି ସାରିଥିଲା। ଘରେ ଯେଉଁ ପାଟିତୁଣ୍ଡ ମଉସା ଘଟଣା ଘଟି ସାରିଥିଲା। ଆଉ ଯେତେବେଳେ ଘଟଣା ଘଟିବାକୁ ଗଲେ, ଯଦିବା ସେ ଘର ଭିତରେ ଯଦି ଆଙ୍କର ରାହୁଲ ଘର ପରିବାର ଲୋକ କିଛି ଆପଣଙ୍କୁ ମାନେ ଅପ୍ରୀତିକର ପରିସ୍ଥିତି ଯଦି ସୃଷ୍ଟି ହେଲା ସେଠି, କି ଆପଣଙ୍କୁ ପଦେ ପଦେ କହିଲେ, ପୁରା କଥାରେ ଅଛି ବନ୍ଧୁ ବାନ୍ଧିଥାନ୍ତି 7 ଜନ୍ମକୁ। ଆପଣ ସେଇଠି ହାତ ଯୋଡ଼ିକି ପଳେଇ ଆସିଲେନି। ନହେଲେ ମଉସା ନହେଲେ ମୋତେ ଟିକେ ଫୋନ୍ କରି କହିଲେନି ଯେ ଆମେ ଟିକେ ଯାଉଛୁ ଆଲୋଚନା ବିଷୟବସ୍ତୁକୁ କଥା ହେବା ପାଇଁ। କିନ୍ତୁ ତାଙ୍କର ବାପା ଅକ୍ସିଜେନ ଦୋକାନରେ ବସିଛନ୍ତି, 2 ଜଣ ଲୋକଙ୍କୁ ପଠେଇଥିଲେ ଯେଉଁ ମିଡ଼ିଏଟରିଂ କରିବା ପାଇଁ। ସେମିତି କ'ଣ ହୁଏ?
ଏମିତି ହୁଏ ମିଡିଏଟିଂ କରିକି ପଠେଇବେ ଏଠି କ'ଣ ବାହାଘର ହଉଥିଲା ଆଉ ଥରେ ନା କ'ଣ ବା କାହା ସେଥିରେ ମିଡିଏଟ ସେ ବି ଭିଡ଼ିଓ ବି ଅଛି ତାଙ୍କ ଦୋକାନ ଭିଡ଼ିଓ ବି ଆମ ପାଖରେ ବି ଅଛି। କ୍ରିଷ୍ଣା